ବାପା କୁହ ଥରେ କାହିଁକି ମୁଁ ବଡ଼ ହେଲି? ତମ ଛାତିରେ ମୁଣ୍ଡ ରଖି ତମ ପେଟ ଉପରେ ଶୋଇବା ଭାରି ଶାନ୍ତି ଥିଲା ଜାଣିଛ। ଏବେ ସୁନ୍ଦର ଗଦି ତକିଆରେ ନିଦ ଆସୁଛି, ହେଲେ ଦେହଟା ଥକିଗଲା ପରେ ନିଦ ଆସୁଛି। ତମ ବାଇକ୍ ପଛରେ ବସି ବଜାର ବୁଲିବାରେ ଯେଉଁ ରଙ୍ଗୀନ ଖୁସି ମୁଁ ବଞ୍ଚୁଥିଲି, ଏବେ କାହିଁ ଏଇ ଚାକଚକ୍ୟ ଭିତରେ ସବୁ ଲୋକଙ୍କର ଚରିତ୍ର ରଙ୍ଗୀନ ହେଉଛି, କିନ୍ତୁ ବାକି ଆଉ ସବୁ କିଛି କଳାଧଳା। ବାପା ତମର ମନେ ଅଛି ତମେ ଅଫିସରୁ ଫେରିବା ବେଳେ ମୋ ପାଇଁ କେମିତି କିଛି ଗୋଟେ ଖାଇବା ବାହାରୁ କିଣିକି ଆଣ, ଆଉ ମୁଁ ଦୌଡ଼ିକି ଗେଟ୍ ପାଖକୁ ଯାଇକି ତମ ହାତରୁ ସେ ଜରି ପୁଡ଼ିଆଟି ନେଇ ଆସେ। ଏବେ ସବୁ ପ୍ରକାର ଖାଦ୍ୟ ବଜାରରେ ଅଛି, ମୋ ପାଖେ ପଇସା ବି ଅଛି, କିନ୍ତୁ ସେଦିନ ଭଳି ମୁଁ ଆଉ କାହିଁ ଖୁସି ନାହିଁ। ଶୀତ ରାତିରେ କମ୍ବଳ ଭିତରେ ମତେ ଶୁଆଇ ଦେଇ ତୁମେ କୁହ ଏଇଟା ନା ଆମର କୋଠା ଘର। ଏବେ ଘର ଅଛି, ହେଲେ ସମୟ ଚକଟା ଯେମିତି ଧୋକା ଦେଇଦେଇଛି। ଯେଉଁ ପିଲା ତମର ଗୋଟିଏ ମାମୁନା ଡାକରେ 32 ଦେଖେଇକି ଖୁସି ହେଉଥିଲା, ସେ ଆଜି ଜୀବନ ଯୌବନ ଜଞ୍ଜାଳ ବୟସ କର୍ମ ବ୍ୟସ୍ତତା ଏସବୁ ଭିତରେ ରୁନ୍ଧି ହେଇଯାଇଛି। ତା ଖୋଲା ହସଟା ତମ ପାଖେ ଅଳି କଲା ବେଳେ ନା ବହୁତ ସୁନ୍ଦର ଥିଲା। ଏବେ ଜୀବନ ତାହା ସହ ବହୁତ କଳି କରୁଛି ବାପା, ଏବେ ଜୀବନ ତା ସହ ବହୁତ କଳି କରୁଛି।